ଶୁଣିଲାନି ପ୍ରଶାସନ, ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତର ଦେଉଳବାଡ଼ି ଗ୍ରାମ ସଂଯୋଗ କରୁଥିବା ମାଟି ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ଗ୍ରାମବାସୀ। କିନ୍ତୁ ପ୍ରଶାସନ ଗୁହାରି ଶୁଣି ନଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜଣାଇଲା ପରେ ବି ପ୍ରଶାସନ କର୍ଣ୍ଣପାତ କରିନଥିବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମର ଯୁବଗୋଷ୍ଠୀ ରାସ୍ତା ସଫା କରିଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି। ଏହି ସମୟରେ ଗ୍ରାମର ଯୁବକ ତ୍ରିନାଥ କନ୍ଧପାଣି, ରାହୁଲ କାଡ୍ରାକା, ଯୋଗେଶ ପ୍ରାସ୍କା, ରାଜେଶ ପ୍ରାସ୍କା, ନାଗେଶ୍ୱର କାଡ୍ରାକା, ଦେବାଶିଷ କନ୍ଧପାଣି, ଉମା କଣ୍ଡାଗିରି, ଆନନ୍ଦ ସାରକା, ଗୌରୀ ପ୍ରାସ୍କା ଏବଂ ଅନେକ ଯୁବକ ଉପସ୍ଥିତ ରହିଥିଲେ। ଆଜ୍ଞା ନମସ୍କାର, ମୋ ନାଁ ହେଉଛି ତ୍ରିନାଥ କନ୍ଧପାଣି, ଗ୍ରାମ ଦେଉଳବାଡ଼ି, ପଞ୍ଚାୟତ ବୁଡ଼ାଗୁଡ଼ା, ବ୍ଲକ କଲ୍ୟାଣ ସିଂହପୁର, ଜିଲ୍ଲା ରାୟଗଡ଼ା। ଆଜି ରାସ୍ତା ନିଜେ ଯୁବକ ଗୋଷ୍ଠୀ ଆସିକି ସଫା କରିବା କାରଣ ହେଉଛି ଏଠି ବର୍ଷା ଦିନ ବହୁତ କାଦୁଅ ହେଉଛି, ଯେଉଁଟାକି ସ୍କୁଲ ପିଲାମାନେ ଯିବା ଆସିବା କରିବା ପାଇଁ ବହୁତ ଅସୁବିଧା ହେଉଛି। ଆଉ ଆମ୍ବୁଲାନ୍ସ ଗୋଟେ ଆସିଲେ ମଧ୍ୟ ଏପଟ ସେପଟ ସ୍ଲିପ୍ ହେଇକି ବହୁତ କଷ୍ଟରେ ଯିବା ଆସିବା ହେଉଛି। ଆଉ ଆଜି ଆପଣ ଦେଖିପାରୁଥିବେ ସ୍କ୍ରିନରେ ଯାହା ପିଲାମାନେ ସଫା କରୁଛନ୍ତି, 4 ରୁ 5 ଇଞ୍ଚ ପର୍ଯ୍ୟନ୍ତ ବାଲି ଜମିକି ରହିଯାଉଛି। ସେଇ ବାଲିକୁ ସଫା କରୁଛନ୍ତି। ଯଦି ସଫା ନ କଲେ ଗାଡ଼ି ଘୋଡ଼ା ଯିବା, ବାଇକରେ କିମ୍ବା ସ୍କୁଟିରେ ଯିବା ଆସିବା କଲା ବେଳକୁ ପୁରା ସ୍ଲିପ୍ ହେଇକି ଲୋକ ପଡ଼ି ଯାଉଛନ୍ତି। ଆମ ଗାଁକୁ ଗୋଟେ କୁଣିଆ ହଉ କିମ୍ବା ଗୋଟେ ଅନ୍ୟାନ୍ୟ ଗୋଟେ ବେପାରୀ ହଉ କି ଗୋଟେ ଫେରିବାଲା ଯେ ମଧ୍ୟ ଆସିଲେ ପଡ଼ି ଯାଉଛନ୍ତି ବାଲିରେ ସ୍ଲିପ୍ ହେଇକି। ଏହି ମରାମତି ପାଇଁ ଆମେ ବହୁବାର ଗ୍ରିଭେନ୍ସରେ ଲେଖିକି ଜଣେଇଥିଲୁ ପ୍ରଶାସନକୁ। ଗୋଟେ PWD ରୋଡ ଟୁ ଚାମରଜୋଡ଼ି ଜଙ୍କସନ ପର୍ଯ୍ୟନ୍ତ ପିଚୁ ରୋଡଟା କରିବା ପାଇଁ ଆମେ ପ୍ରଶାସନକୁ ଲେଖିକି ଦେଇଥିଲୁ। କଲେକ୍ଟର ସାର୍ଙ୍କୁ ମଧ୍ୟ ଗ୍ରିଭେନ୍ସରେ ଲେଖିକି ଦେଇଥିଲୁ। ତାର କାର୍ଯ୍ୟକାରୀ ଏପର୍ଯ୍ୟନ୍ତ ହେଇପାରିଲାନି। ଆଉ ଏହି ବାବଦରେ ପଞ୍ଚାୟତ ସ୍ତରରେ ମଧ୍ୟ ସରପଞ୍ଚଙ୍କୁ ଲେଖିକିରି ଲିଖିତ ଆକାରରେ ମଧ୍ୟ ଦିଆଯାଇଥିଲା, କିନ୍ତୁ ତାର ମରାମତି କାର୍ଯ୍ୟ ଏବେ ପର୍ଯ୍ୟନ୍ତ ମଧ୍ୟ ହୋଇନାହିଁ। ତେଣୁ ଆମେ ନିବେଦନ କରୁଛୁ ପ୍ରଶାସନକୁ ଯଥାଶୀଘ୍ର ଏହି ରାସ୍ତାକୁ ମରାମତି କରିବା ବ୍ୟବସ୍ଥା କଲେ ଭଲ ହୁଅନ୍ତା। ଆମେ ବହୁତ ଦିନ ଅପେକ୍ଷା କଲା ପରେ ଆଜି ଦେଉଳବାଡ଼ି ଗ୍ରାମର ଯୁବଗୋଷ୍ଠୀ ଏକତ୍ରିତ ହୋଇ ଅଣ୍ଟା ଭିଡ଼ି ଆଜି ରାସ୍ତା ବାଲି ସଫା କରି ରାସ୍ତା ମରାମତି କରିବା ପାଇଁ ବାହାରିଛୁ। ପ୍ରତିଦିନ ବିଦ୍ୟାଳୟକୁ ଆସୁଛୁ। ଏଠି ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଉଳବାଡ଼ି। ଆଉ ମୁଁ ହଉଛି ବୁଡ଼ାଗୁଡ଼ାରେ ରହୁଛି। କିନ୍ତୁ ସେ ରାସ୍ତାର ଅବସ୍ଥା ଯାହା, ସବୁ ଧୂଳି ଗୋଟେ ପାଉଲ ପର୍ଯ୍ୟନ୍ତ ଜମି ଯାଇଛି। ସେଠି ଯିବା ଆସିବା କରି ହଉନି। ଏମିତି ବି ସମୟରେ ଆମେ କଣ କରୁଛୁ, ଗାଡ଼ି ସ୍ଲିପ୍ କରିଯାଉଛି। ଥରେ ଦିଥର ବି ଅସୁବିଧା ପଡ଼ିଗଲୁଣି। ତେଣୁ ସେ ଗାଁ ଲୋକମାନେ ଦେଖି ସାରିଲା ପରେ ସେ ବାଲିକି ସଫା କରୁଛନ୍ତି। ଆଉ ଯଦି ବର୍ଷା ଦିନରେ ବି ଆହୁରି ରାସ୍ତାର କଦର୍ଯ୍ୟ କହିଲେ ସରିବନି। ଆଉ ଯଦି ରାସ୍ତା ଟିକେ ମରାମତି ହୁଅନ୍ତା ତାହେଲେ ଭଲ ହୁଅନ୍ତା, ଆମେ ଟିକେ ସହଜରେ ଯିବା ଆସିବା କରିପାରନ୍ତୁ। ମାନେ ବି ସବୁଦିନ ଯାଉଛନ୍ତି, ଯିବା ଆସିବା କରୁଛନ୍ତି ସେଥିରେ। ଆଉ ସେ କାଦୁଅ ରାସ୍ତାରେ ବୁଟ ପିନ୍ଧିକି ଯିବା ଆସିବା କରିବାକୁ, ସ୍କୁଲରେ ଆସିଲା ବେଳକୁ ସ୍କୁଲ ପରିବେଶ ବି ଅପରିଷ୍କାର ହଉଛି। ଆମେ ସରକାରଙ୍କୁ ନିବେଦନ କରୁଛୁ, ଯଦି ରାସ୍ତା କାମ ଟିକେ ହେଇଯାଆନ୍ତା ତାହେଲେ ଆମେ ସୁବିଧାରେ ଯିବା ଆସିବା କରିପାରନ୍ତୁ। ରାୟଗଡ଼ାରୁ ଅକ୍ଷୟ କୁମାର, ପିଡ଼ିସିକାଙ୍କ ରିପୋର୍ଟ, କୁଶଳ ପ୍ରବାହ।